এইটি গোটে পদ লেখা আছে ভীষণ সময়। কোন লেখা আছে? ভীষণ সময় উপস্থিত হব, অর্থাৎ ভয়ঙ্কর তার অর্থ, অর্থাৎ ভয়ঙ্কর সময়, ভয়ঙ্কর সময় উপস্থিত হব। কোন সে ভয়ঙ্কর শব্দ? যদি আমি আত্মিক ভাবে এহাକୁ ଦେଖିବା, পাপরে পরিপূর্ণ ও ভ্রম ও মিথ্যার সময় বলে আমি কইপারিবা। যদি বর্তমান জগতକୁ আমি ଦେଖିବା, বর্তমান বিশ্বକୁ যদি আমি ଦେଖିବା, 224টা দেশକୁ যদি আমি ଦେଖିବା, যদি কৌଣସି ପ୍ରକାର ବିଷୟ ଏହାକୁ ଆନାଲାଇଜ ନ କରି, ବିବେଚନା ନ କରି ଆପଣଙ୍କ ମୋର ସରଳ ଭାଷାରେ ଯଦି ଏହାକୁ ଦେଖିବା, ତାହେଲେ ଏଠି ଗୋଟେ ବିଷୟ ଆମେ ପାଇବା, এই জগତ এই ସମୟରେ ପ୍ରଥମତଃ ପାପରେ ଅଛି, ଦ୍ୱିତୀୟତଃ ଭ୍ରମରେ ଅଛି, ତୃତୀୟର ମିଥ୍ୟାରେ ଚାଲୁଅଛି। ମୋ ପ୍ରିୟ ମାନେ, ଏହା ତ ମୁଁ ଜଗତ ବିଷୟରେ କହିଲି। ଜଗତ ତିନିଟା ବିଷୟ ଦେଇକରି ଗତି କରୁଛି। ଯଦି ଆମେ ଆମର ବ୍ୟକ୍ତିଗତ ଜୀବନ ମଧ୍ୟରେ ଦେଖିବା, କାହା ମଧ୍ୟରେ? ମୋ ଭିତରେ ଯଦି ମୁଁ ବ୍ୟକ୍ତିଗତ ଜୀବନ, ଆମ୍ଭ ଭିତରେ ନୁହେଁ, ମୋ ଭିତରେ ଯଦି ମୁଁ ଦେଖିବି, ଏହି ଦିନ ମାନଙ୍କରେ ଆମେ ଦେଖୁଛୁ ବିଶେଷ ଭାବରେ ପରିବାର ଗୁଡାକ ଭାଙ୍ଗି ଯାଉଅଛି। ଭାଙ୍ଗୁଛି ତ? ଦ୍ୱିତୀୟରେ ଆମେ ଦେଖୁଛୁ ସତ୍ୟକୁ ଲୋକମାନେ ହରାଉଅଛନ୍ତି। ଯଦି ମୋ ବ୍ୟକ୍ତିଗତ ଜୀବନ ବିଷୟରେ ମୁଁ ଆନାଲାଇଜ କରିବି, ସତ୍ୟକୁ ଯେଉଁମାନେ ପାଇଛନ୍ତି, ସତ୍ୟକୁ ଯେଉଁମାନେ ଗ୍ରହଣ କରିଛନ୍ତି, ସେମାନେ ସତ୍ୟକୁ ହରାଉଛନ୍ତି। ତୃତୀୟରେ ଆମେ ଦେଖୁଛୁ ଯେଉଁମାନେ ଈଶ୍ୱରକୁ ପାଇଛନ୍ତି, ମୁକ୍ତିଦାତାକୁ ଗ୍ରହଣ କରିଛନ୍ତି, ଯୀଶୁ ଯେ ମୋର ଈଶ୍ୱର ବୋଲି ସ୍ୱୀକାର କରିଛନ୍ତି, ପବିତ୍ର ଅଗ୍ନିର ଯେ ବାପ୍ତିସ୍ମ ଗତି କରିଛନ୍ତି, ସେମାନେ ମଧ୍ୟ ସମୟ କାଳ ଦେଖି ଈଶ୍ୱରଙ୍କୁ ଅସ୍ୱୀକାର କରୁଅଛନ୍ତି। ଆଠୁ ବଡ଼ ଭୀଷଣ ଦିନ ଆସିବାର ଅଛି କି? ଆଠୁ ବଡ଼ ଭୀଷଣ ଦିନ ଆସିବ କି? ନା ଆମମାନଙ୍କୁ 4000 ଫରେନ୍ସିକ ନା ଫରେନ୍ ନାଇଟ୍ ନା କଣ ସେ ଗରମ ଭିତରେ ପକେଇଲେ ସେ ଦିନ ଆସିବ? ଆଠୁ ବଡ଼ ଭୀଷଣ ଦିନ ଆସିବାର ଅଛି କି? ବର୍ତ୍ତମାନ ଯୋଉ ବିଶ୍ୱରେ ଘଟି ଘଟି ଚାଲିଛି, ଏହା କେବଳ ବିଶ୍ୱରେ ଘଟୁଛି ତାହା ନୁହେଁ, ବିଦେଶରେ ଘଟୁଛି ତାହା ନୁହେଁ। ମୁଁ କହିବା ପାଇଁ ଚାହେଁ, ଆମ ମଣ୍ଡଳୀ ମଧ୍ୟରେ ମଧ୍ୟ ଏହି ବିଷୟ ଘଟୁଛି। ଏହା ଜାଣିଥାଉ ଯେ ଆପଣଙ୍କୁ ମତେ ଆଜି ଯୋଉମାନେ ବି ଗର୍ବରେ ଖ୍ରୀଷ୍ଟିଆନ ବୋଲି କହୁଛୁ, ମୁଁ ଯୀଶୁଙ୍କ ରକ୍ତରେ ପରିଷ୍କୃତ ହେଇଛି ବୋଲି କହୁଛୁ, ଶୁଭ୍ର ବସ୍ତ୍ର ପରିଧାନ କରିଛି ବୋଲି କହୁଛୁ, ପବିତ୍ର ଆତ୍ମାଙ୍କର ସେଇ ଅଗ୍ନି ମଧ୍ୟରେ ଅଛି ବୋଲି କହୁଛୁ, ମଣ୍ଡଳୀକୁ ଯାଉଛି ବୋଲି କହୁଛୁ, ଦାନ ଦଉଛୁ ବୋଲି କହୁଛୁ, ଖ୍ରୀଷ୍ଟଙ୍କ ସୌଭାଗ୍ୟତାରେ, ଖ୍ରୀଷ୍ଟଙ୍କ ପ୍ରେମରେ, ଖ୍ରୀଷ୍ଟ ଦେଇଥିବା ଆଜ୍ଞା ପ୍ରକାରେ ମୁଁ ଅନ୍ୟ ନିକଟକୁ ଯାଇ ସୁସମାଚାର ପ୍ରଚାର କରୁଛି ବୋଲି କହୁଛୁ। ବାକ୍ୟ ଏଠାରେ କହୁଅଛି କି ଶେଷ ଦିନରେ ତୁମେ ମାନେ ଅଧର୍ମ ବୃଦ୍ଧି ପାଇବ, ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହେଇଯିବ। ଆଦ୍ୟ ପ୍ରେମ ଦେଖା ଯାଉଛି କି? ଆଦ୍ୟ ପ୍ରେମ ଅଛି କି? ମୁଁ ମଣ୍ଡଳୀ ଭୁକ୍ତ ହେଲା ସମୟରେ ଯୋଉ ପ୍ରେମ ମତେ ମଣ୍ଡଳୀ କରୁଥିଲା, ସେଇ ମଣ୍ଡଳୀ ଭୁକ୍ତର ପ୍ରେମ ମୋର 5 ବର୍ଷ ପରେ ଅଛି କି? କିଏ କହୁଛି ଏଟା? କିଏ କହୁଛି ଏଟା? ଆମେ ନା ମୁଁ? କିଏ ଅନୁଭବ କରୁଛି ଏଇଟା? କିଏ ଅନୁଭବ କରୁଛି ଏଇଟା? ମୁଁ ବ୍ୟକ୍ତିଗତ ଭାବରେ ଖ୍ରୀଷ୍ଟଙ୍କର ଗୋଟେ ସନ୍ତାନ ଅନୁଭବ କରୁଛି। ମୁଁ ବ୍ୟକ୍ତିଗତ ଭାବରେ ଦିଲ୍ଲୀପ ବଳ, ମୁଁ ବ୍ୟକ୍ତିଗତ ଭାବରେ ରାଜେଶ, ମୁଁ ବ୍ୟକ୍ତିଗତ ଭାବରେ ମନୋଜ, ମୁଁ ବ୍ୟକ୍ତିଗତ ଭାବରେ ମାଥ୍ୟୁ, ମୁଁ ବ୍ୟକ୍ତିଗତ ଭାବରେ ପାଉଲ, ମୁଁ ବ୍ୟକ୍ତିଗତ ଭାବରେ ମମତା, ମୁଁ ବ୍ୟକ୍ତିଗତ ଭାବରେ ଏଟସେଟ୍ରା ଏଟସେଟ୍ରା ଯେତେ ଜଣଙ୍କର ନାଁ ଅଛି, ଆମେ ଅନୁଭବ କରୁଛୁ କି ସେଇ ଆଦ୍ୟ ପ୍ରେମ ବର୍ତ୍ତମାନ ଆମ ମାନଙ୍କ ମଧ୍ୟରେ ନାହିଁ। କାରଣ ବାକ୍ୟ ଆମମାନଙ୍କୁ କହୁଛି ପୁଣି ଅଧର୍ମ ବୃଦ୍ଧି ପାଇବାରୁ। କଣ ବୃଦ୍ଧି ପାଇଲା?
अधर्म वृद्धि पाइला कोठी अधर्म वृद्धि पाए को जगह अधर्म वृद्धि पाए गाँव रे वृद्धि पाए गाँव रे की टाउन रे की देश रे की अब कोठी पाए अधर्म कोठी आसिला शब्द अधर्म कोठी वृद्धि पाइला कई तो जड़े कुह मत मुझे जाना चाहूँ व्यक्तिगत जीवन अधर्म वृद्धि पाइला हालेलुया लेखा अछि पुणी अधर्म वृद्धि पाइबारु अधिकांश लोकंकर प्रेम शिथिल मोर व्यक्तिगत जीवन अधर्म मोर व्यक्तिगत जीवन मो प्रिय मान आम जिते जन ये बसीचु आम समस्त व्यक्तिगत जीवन मुझे आद्य प्रेम विषय चिंता करे चिंता करे कि प्रकार परमेश्वर एदन बाटिकारे आदम और हवा को सुंदर रूप में रखिले से कहले तुम एठारे विचक्षण कर तुम एठारे जहा करुच कर मो सहित डायरेक्ट संपर्क रे था मु तुम सहित डायरेक्ट संपर्क रे रहिबी एमती एका कहतिले तो हवा ईश्वर को आज्ञा को उल्लंघन कला ईश्वर को आज्ञा बाहर गला आम देखु से फल खाइला पुणी ईश्वर को ठारू दूर को चलीगला तो आगो आसिक ईश्वर हे आदम हे हवा कहले आज्ञा हम एठी अछु हे ईश्वर हम एठी अछु हे प्रभु हम ए जगह अछु कहतिले तो तापर कोन हैला हां तापर कोन हैला जोरे कहबा लेखा अछि एठी हम जेतोले देखुछु अधर्म वृद्धि पाइबारु तांको मध्य अधर्म आसीबारु तांको मध्य पाप आसीबारु का मध्य का भितरे फल को माने खाइतिले तांको मध्य पाप अधर्म पसिबारु सेमानंको प्रेम कोन हैला जेतोळे ईश्वर डाकुचंती तमे कोठी सेही समय से माने कोन कले अधर्म सकाशु लुचिले कौ सकाशु आजिर ख्रिस्टियन मानकर सही प्रकार परिस्थिति आसी जाइछि मो प्रिय माने आज जो ख्रिस्टीय जीवन हम मान अतिबाहित करूछु हम मानकर व्यक्तिगत जीवन को जदि हमें देखिबा हम मानकर पारिवारिक जीवन को जदि हमें देखिबा हम मानकर मंडली जीवन को जदि हमें देखिबा व्यक्तिगत भाव रे प्रत्येक जगह रे अधर्म वृद्धि पाउथिबा जगु हम मान जीवन रे पाप वृद्धि पाउथिबा जगु हम मान को मध्य रे प्रेम शिथिल हो जाइछि।